2025 ବର୍ଷର ମାଘ ପୂର୍ଣ୍ଣିମାକୁ ସାଧାରଣ ଭାବନ୍ତୁ ନାହିଁ, କାହିଁକି ନା ପୂର୍ଣ୍ଣିମା ତିଥିରେ କୌଣସି ବି ମାମୁଲି ନୁହେଁ। ଏହି ପୂର୍ଣ୍ଣିମା 144 ବର୍ଷ ପରେ ପୁଣି ଥରେ ପୂର୍ଣ୍ଣିମା ତିଥି ଆସିଅଛି, ଯାହାକି ଏହି ସମୟରେ ପ୍ରୟାଗରାଜରେ ମହାକୁମ୍ଭ ଚାଲୁଅଛି। ଆଉ ଯେବେ ମାଘ ପୂର୍ଣ୍ଣିମା କୁମ୍ଭ ଦ୍ୱାରା ପଡ଼ିଥାଏ ତ ଏହାର ମହତ୍ତ୍ୱ 1000 ଗୁଣା ଅଧିକ ବଢ଼ି ଯାଇଥାଏ। ଶାସ୍ତ୍ରରେ ମାନ୍ୟତା ଅଛି କି ଏହି ଦିନ କରାଯାଉଥିବା ପୂଜା ଆରାଧନା ଦ୍ୱାରା ବ୍ୟକ୍ତିର ଜନ୍ମାନ୍ତର ପାପ ଦୂର ହୋଇଥାଏ ଓ ସୁଖ ସମୃଦ୍ଧି ଓ ଶାନ୍ତି ଆପଣଙ୍କୁ ଅଧିକ ଆଶୀର୍ବାଦ ପ୍ରାପ୍ତ କରିଥାଏ। ଏଥିପାଇଁ ଯଦି ଏହି ଦିନ ଆମେ ଆପଣଙ୍କୁ ଯେଉଁ ଉପାୟ ବତାଇବୁ ଠିକ୍ ତରିକାରେ ଶୁଭ ମୁହୂର୍ତ୍ତରେ ଏହି ଚମତ୍କାରୀ ବ୍ରତ ବା ଉପାୟ କରିଦିଅନ୍ତି ତ ଏହା ଦ୍ୱାରା ଖାସ୍ ଉପାୟ କରିଦେବେ ତ ବିଶ୍ୱାସ କରନ୍ତୁ ଆପଣଙ୍କ ଜୀବନରେ ଧାରଣ କରିଥିବା କିଛି ଦିନ ପରେ ହିଁ ଆପଣଙ୍କ ଜୀବନରେ ଧନର ବର୍ଷା ହେବାକୁ ଲାଗିବ ଏବଂ ଆପଣଙ୍କ ଜୀବନରେ ଆପଣଙ୍କୁ ଉନ୍ନତି କରିବାରେ କେହି ବି ରୋକିପାରିବେ ନାହିଁ ଏବଂ ଆପଣଙ୍କର ପ୍ରତ୍ୟେକ ମନସ୍କାମନା ପୁରା ଖୁସିରେ ଭରିଯିବ। ଆପଣଙ୍କର ପୁରା ଘର କୁଣ୍ଡଳୀରେ ଥିବା ସବୁ ଗ୍ରହ ନକ୍ଷତ୍ର ଆପଣଙ୍କ ସାଥ ଦେବେ, ଯାହା ଆପଣଙ୍କ ଜୀବନରେ ବ୍ୟାଙ୍କ ବାଲାନ୍ସ ବଢ଼ିଯିବ ଏବଂ 7 ପିଢ଼ି ଆପଣଙ୍କର ବସିକି ରାଜ କରିବେ। ଏହି ଚମତ୍କାରୀ ଗଛର ଡାଳ ଚମତ୍କାରୀ ଉପାୟ ବିଷୟରେ ମହାକୁମ୍ଭ ସାଧୁ ସନ୍ଥମାନେ ବତାଇଛନ୍ତି, କାହିଁକି ନା ଏହା କୌଣସି ସାଧାରଣ ଗଛ ନୁହେଁ ବରଂ ଶାସ୍ତ୍ରରେ ଧନକୁ ଚୁମ୍ବକ କରି ଆକର୍ଷିତ କରିବା ବାଲା ଗଛଟିଏ ମନାଯାଏ। 144 ବର୍ଷ ପରେ ଦୁର୍ଲଭ ଶୁଭ ସଂଯୋଗରେ ଆସିଥିବା ଏହି ମାଘ ପୂର୍ଣ୍ଣିମାର ଯଦି ଆପଣ ଏହି ମୌକାକୁ ହାତଛଡ଼ା କରିଦେବେ ପୁଣି ଏହି ମୌକା 144 ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଏହି ମୌକା ପୁଣି ଥରେ 144 ବର୍ଷ ପରେ ଯାଇ ଆସିବ। ଭଗବାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନବାନ ବନିବାର କିଛି ମୌକା ଦେଇଥାନ୍ତି ଆଉ ଏହି ମୌକା ମାଘ ପୂର୍ଣ୍ଣିମାରେ ହିଁ ଆସିଥାଏ, ଯାହା ଦ୍ୱିତୀୟ ଥର କେବେ ବି ଆଉ ଆସିବ ନାହିଁ। ଏଥିପାଇଁ ଏହି ଭିଡ଼ିଓଟି ବହୁତ ଅଧିକ ମହତ୍ତ୍ୱପୂର୍ଣ୍ଣ ଭିଡ଼ିଓଟିଏ। ଶାସ୍ତ୍ରରେ ବତାଯାଇଛି କି ଏହି ଗଛର ସ୍ୱୟଂ ଶ୍ରୀଦେବ ବ୍ରହ୍ମା ବିଷ୍ଣୁ ମହେଶ୍ୱର ବାସ କରିଥାନ୍ତି। ପୁରା ବ୍ରହ୍ମାଣ୍ଡ ଏହି ଗଛରେ ସମୟ ବିତାଇଥାନ୍ତି। ତ ଏଥିପାଇଁ ଯଦି ବିଶେଷ ଓ ଦୁର୍ଲଭ ଗଛକୁ ଯଦି ଆପଣ 12 ଫେବୃଆରୀ ମାଘ ପୂର୍ଣ୍ଣିମା ଦିନ ଆଣିକି ଆପଣ ପିନ୍ଧିଦେବେ ତ ପ୍ରଭୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଏହି ତ୍ରିଦେବଙ୍କ ଆଶୀର୍ବାଦ ଆପଣଙ୍କୁ ବିଶେଷ ଆଶୀର୍ବାଦ ମିଳିବ, ଯାହାପରେ ଆପଣଙ୍କୁ ଧନବାନ ବନିବାରେ ଏ ଦୁନିଆର କୌଣସି ବି ଶକ୍ତି ରୋକିପାରିବ ନାହିଁ। ଆମ ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଥାଏ ଆଉ ସେହି ସମସ୍ୟା ପଇସାକୁ ନେଇ ହିଁ ହୋଇଥାଏ, କିମ୍ବା ଘରର ସମସ୍ୟା ହେଉ କିମ୍ବା ଚାକିରି ବେପାର ସମସ୍ୟା ସମ୍ବନ୍ଧିତ ହେଉ, ଆପଣଙ୍କର ସମସ୍ୟା ଯାହା ବି ହେଉଥାଉ ନା କାହିଁକି, ଯାହାକି ସନ୍ତାନ ସମସ୍ୟା ବି ହେଇଥାଉ ନା କାହିଁକି, ଆପଣଙ୍କର ସବୁ ସମସ୍ୟା ଦେଖୁ ଦେଖୁ ହିଁ ସମାପ୍ତ ହୋଇଯିବ। ତେବେ ଚାଲନ୍ତୁ ଜାଣିବା କିପରି ଆପଣ ଏହି ଖାସ୍ ଗଛର ଚେରକୁ ଧାରଣ କରିବେ ଆଉ ସେ କେଉଁ ଗଛ ଅଟେ। ପୁରା ସବୁ ତଥ୍ୟ ଆମେ ଏହି ଭିଡ଼ିଓରେ ଆପଣମାନଙ୍କୁ ଜଣାଇବୁ, କିନ୍ତୁ ତା ପୂର୍ବରୁ ଦର୍ଶକ ବନ୍ଧୁ ଏହି ଭିଡ଼ିଓଟିକୁ ଗୋଟେ ଲାଇକ୍ ନିହାତି କରିଦିଅନ୍ତୁ। ଏହା ସହ ମାଘ ପୂର୍ଣ୍ଣିମାର ସାକ୍ଷାତ ମାତା ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦ ପାଇବା ପାଇଁ କମେଣ୍ଟ ବକ୍ସରେ ଜୟ ଶ୍ରୀ ଲକ୍ଷ୍ମୀ ନାରାୟଣ ଜରୁର ଲେଖନ୍ତୁ। ଆଉ ଏହି ଗଛଟି ଏତେ ଚମତ୍କାରୀ ଅଟେ କି ଆମର ପ୍ରାଚୀନ ଗ୍ରନ୍ଥରେ ଏହି ଗଛର ପ୍ରଶଂସା ହୋଇଅଛି। ଏଥିପାଇଁ ଆପଣ ଯେଉଁଠି ବି ଏହି ଚମତ୍କାରୀ ଗଛ ଦେଖିବେ ତ ଆପଣ ତୁରନ୍ତ ଏହି ଗଛକୁ ପ୍ରଣାମ କରି ଏହା ସହ ଜଡ଼ିତ ଉପାୟ ଜରୁର କରିନିଅନ୍ତୁ। ଶାସ୍ତ୍ରରେ ବତାଯାଇଛି କି ଯଦି ମାଘ ପୂର୍ଣ୍ଣିମାରେ ଯଦି ଏହି ଗଛର ଚେରକୁ ଆପଣ ଧାରଣ କରିଥାନ୍ତି ତ ସ୍ୱୟଂ ଆପଣ ପିତୃଙ୍କର ଆଶୀର୍ବାଦ ଆପଣଙ୍କୁ ମିଳିଯିବ। ଆପଣ ଯଦି ଆପଣଙ୍କ ପାଖରେ ଅପମାର୍ଗ ଗଛ ନିହାତି ଦେଖିବେ ତ ଏହି ଗଛ ବହୁତ ଚମତ୍କାରୀ ମନାଯାଏ, ସୌଭାଗ୍ୟଶାଳୀ ଅଟେ ଏହି ଗଛ। ଆଜି ଆମେ ଲକ୍ଷ୍ମୀ ପ୍ରାପ୍ତି ପାଇଁ ଉପାୟ ବତାଇବୁ, କାହିଁକି ନା ଏହି ଗଛର ଚେରରେ ମାତା ଗଙ୍ଗା, ପତ୍ରରେ ତନୁ ମନ ଧନରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ବାସ କରିଥାନ୍ତି। ଆଉ ଯଦି ଆପଣ ଏହି ଗଛର ଚେରକୁ ଠିକ୍ ତରିକାରେ ଉପାୟ କରିଦେବେ ତ ନିଶ୍ଚିତ ରୂପରେ ଆପଣଙ୍କ ଉପରେ ଭଗବାନ ଶ୍ରୀହରି ବିଷ୍ଣୁ ପ୍ରସନ୍ନ ହୋଇଯିବେ। ଆଉ ଶ୍ରୀହରି ବିଷ୍ଣୁ ଯେଉଁଠି ବି ପ୍ରସନ୍ନ ହୋଇଥାନ୍ତି ସେଠି ମାତା ଲକ୍ଷ୍ମୀ ଆପେ ଆପେ ଆସିଯାଇଥାନ୍ତି। ଆଉ ମାତା ଲକ୍ଷ୍ମୀ ଯଦି ଥରେ ଆସିଯାଇଥାନ୍ତି ତ ଜୀବନରେ ସବୁ କଷ୍ଟ ସମସ୍ୟା ସଙ୍କଟ ରୋଗ ଦୁଃଖର ନାଶ ହୋଇଥାଏ। ଆପଣଙ୍କ ଜୀବନରେ ଆପଣ ଉନ୍ନତି କରିବାରେ କେହି ବି ରୋକିପାରିବେ ନାହିଁ। ଆପଣଙ୍କର ପ୍ରତ୍ୟେକ ମନସ୍କାମନା ପୂର୍ଣ୍ଣ ହୋଇଯିବ, ପୁରା ଖୁସିରେ ଭରିଯିବ ଆପଣଙ୍କ ଘର। ଆଉ ଗଛଟି ହେଉଛି ଅପମାର୍ଗ ଗଛ। ଆଉ ଏହି ଗଛରେ ପେଟ ଜନିତ ରୋଗ, ମୋଟାପଣ, ଚର୍ବି, ମୋଟାପଣ, କିଡନୀ ସମ୍ବନ୍ଧିତ 50ରୁ ଅଧିକ ରୋଗ ନାଶ ହୋଇଥାଏ। ଏଥିପାଇଁ ଆପଣ ଭାବନ୍ତୁ ଯେ ଏହି ଅପମାର୍ଗ ଗଛଟି କୌଣସି ମାମୁଲି ଗଛ ନୁହେଁ ବରଂ ବରଦାନ ସହ ସମାନ ହୋଇଥାଏ। ଶନି 7.5 ଯେଉଁ ବ୍ୟକ୍ତି ଉପରେ ହୋଇଥାଏ
ସେହି ବ୍ୟକ୍ତିଙ୍କ ଜୀବନରେ ସଫଳତା ନାଶ ହୋଇଥାଏ। ତାଙ୍କୁ ବହୁତ ସଂକଟର ସାମ୍ନା କରିବାକୁ ପଡ଼ିଥାଏ। ତ ଏହି ଶନିଙ୍କ 7.5ରୁ ଏହି ଅପମାର୍ଗ ଗଛ ହଟାଇ ଦେଇଥାଏ। କାହିଁକି ନା ଏହି ଗଛରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କର ବାସ ହୋଇଥାଏ। ଏଥିପାଇଁ ଏହି ଅପମାର୍ଗ ଗଛଟି ବହୁତ ଶକ୍ତିଶାଳୀ ଗଛଟିଏ। ସମୁଦ୍ର ମନ୍ଥନ ପରେ ଯେତେବେଳେ ଦେବତା ଓ ଦାନବଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିଲା, ସେହି ସମୟରେ ଯେଉଁ ଅମୃତର କିଛି ବୁନ୍ଦା ଧରିତ୍ରୀ ଉପରେ ପଡ଼ିଯାଇଥିଲା, ଆଉ ସେହି ଅମୃତ ବୁନ୍ଦା ଏହି ଅପମାର୍ଗ ଗଛରେ ହିଁ ପଡ଼ିଥିଲା। ଏଥିପାଇଁ ଏହି ଅପମାର୍ଗ ଗଛଟି ଅମୃତ ସହ ସମାନ ହୋଇଥାଏ। ବାସ୍ତୁ ଅନୁସାରେ ଲାଲ ଅପମାର୍ଗ ରାତିରେ ଯଦି ଆପଣ ଦାନ୍ତ ଘଷିବେ ତ ବ୍ୟକ୍ତିକୁ ବାକସିତ ପ୍ରାପ୍ତି ହୋଇଥାଏ। ବାକସିତ ଅର୍ଥ ବ୍ୟକ୍ତି ଯାହା କହିଥାଏ ତାହା ହିଁ ଘଟିଥାଏ। ମାଘ ମାସର ପୂର୍ଣ୍ଣିମା ଦିନ ଯଦି ଆପଣ ଏହି ଗଛର ଡାଳରେ ଦାନ୍ତ ଘଷିଥାନ୍ତି ତ ଆପଣଙ୍କ କଣ୍ଠରେ ମାତା ସରସ୍ୱତୀ ବିରାଜମାନ ହୋଇଥାନ୍ତି। ଏହା ସହ ଅପମାର୍ଗ ଗଛର ଚେରକୁ ମାଘ ପୂର୍ଣ୍ଣିମାରେ ବିଧିପୂର୍ବକ ପୂଜା କରିବେ ଏବଂ ଏହାକୁ ଆପଣଙ୍କ ଗଳାରେ ହେଉ କିମ୍ବା ବାହୁରେ ଧାରଣ କରିବେ। ତ ଏମିତି କରିବା ବ୍ୟକ୍ତିଙ୍କୁ ବହୁତ ସମସ୍ୟାରୁ ମୁକ୍ତି ମିଳିଥାଏ। ଅପମାର୍ଗ ଗଛକୁ ଆପଣଙ୍କ ଘରେ ଲଗାଇବା ଅତ୍ୟନ୍ତ ଶୁଭ ମନାଯାଏ। ମାନ୍ୟତା ଅଛି କି ଯଦି ଆପଣ ଶ୍ଵେତ ଅପମାର୍ଗକୁ ଘରେ ଠିକ୍ ଜାଗାରେ ରଖିବେ ତ ସୁଖ ସମୃଦ୍ଧି ପ୍ରାପ୍ତି ହେବ। ଏହା ସହ ଶ୍ଵେତ ଅପମାର୍ଗ ପତ୍ରକୁ ଜଳାଇ ସେହି ପାଉଁଶରେ ଗାଈର ଘିଅ ମିଶାଇ ସେବନ କରିବା ଦ୍ୱାରା ସନ୍ତାନର ସୁଖ ମିଳିଥାଏ ଓ ସନ୍ତାନ ସୁଖରୁ ବଞ୍ଚିତ ଦମ୍ପତି ଏହି ଉପାୟକୁ ମାଘ ପୂର୍ଣ୍ଣିମା ଦିନ ଜରୁର କରନ୍ତୁ। ଅପମାର୍ଗ ଚେରକୁ ପାଣି ସହିତ ମିଶାଇ ସେହି ଚେରରେ ପାଣି ଛିଞ୍ଚିଲେ ବ୍ୟକ୍ତିକୁ ବଶୀକରଣ ହୋଇଯାଇଥାଏ। ଆପଣ ତାଙ୍କୁ ଯାହା କହିବେ ସେ ଆପଣଙ୍କ କଥାକୁ ମାନିବେ ହିଁ ମାନିକି ଚାଲିବେ। ଏହି ବୁଧବାର ମାଘ ପୂର୍ଣ୍ଣିମା ଶୁଭ ଅବସରରେ ଏହି ଗଛର ଚେରକୁ ଯଦି ଗର୍ଭବତୀ ମହିଳା ଅଣ୍ଟାରେ ମଜବୁତ ଧାଗାରେ ବାନ୍ଧିଦେବେ, ଏହାର ସରଳତାର ପ୍ରଭାବ ଉତ୍ପନ୍ନ ହେବ। ଅପମାର୍ଗ ଜଡ଼ିବୁଟି ସହିତ ଗୋଟିଏ ଚମତ୍କାରୀ ଗଛଟିଏ। ଆମ ଶାସ୍ତ୍ରରେ ବତାଯାଇଛି ଯଦି ମାଘ ପୂର୍ଣ୍ଣିମା ଦିନ ଠିକ୍ ଶୁଭ ମୁହୂର୍ତ୍ତ, ଠିକ୍ ଶୁଭ ସମୟ ଉପରେ କରାଯାଏ ତ ଆପଣ ଜୀବନ ଧନ ଦୌଲତ ସୁଖ ସମୃଦ୍ଧିରେ ଭରିଯିବ। ଏହା ସହ ଏହି ଦିନ କୁଣ୍ଡଳୀରେ ଚାଲୁଥିବା ସବୁ ଦୋଷରୁ ମୁକ୍ତି ପାଇବା ପାଇଁ କିଛି ବିଶେଷ ଉପାୟ କରାଯାଏ, ଯାହା ସବୁଠୁ ବଡ଼ ଉପାୟ ହେଉଛି ତୁଳସୀ ଗଛ ବାଲା ଉପାୟ। ତ ଆପଣ ଏହି ମାଘ ପୂର୍ଣ୍ଣିମା ଦିନ ତୁଳସୀକୁ ପୂଜା କରିଥାନ୍ତି ଓ ବ୍ୟକ୍ତିର କ୍ୟାରିୟର ଉନ୍ନତି ପାଇଁ ଆମ ଶାସ୍ତ୍ରରେ ବତାଯାଇଥିବା ଉପାୟ, ଆଉ ଏହି ଉପାୟ ଯଦି ଆପଣ କରିଦେଉଛନ୍ତି ତ ବାସ୍ ଏହି ଉପାୟ କରିବା ଦ୍ୱାରା ହିଁ ଭଗବାନ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କ କୃପା ପାଇପାରିବେ, ଯାହା ଆର୍ଥିକ ସ୍ଥିତିକୁ ସୁଧାରିବେ ଓ ଜୀବନର ସବୁ କଷ୍ଟକୁ ଦୂର କରିବାରେ ସାହାଯ୍ୟ ମିଳିବ। ହିନ୍ଦୁ ପାଞ୍ଜି ଅନୁସାରେ ମାଘ ପୂର୍ଣ୍ଣିମାର ମହତ୍ତ୍ୱ ପ୍ରଥମେ ମାଘ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିକୁ ମନାଯାଏ। ଏହି ବର୍ଷ ତ୍ରିପାଞ୍ଜି ଅନୁସାରେ ମାଘ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିର ଆରମ୍ଭ 11 ଫେବୃଆରୀ 2025କୁ ସନ୍ଧ୍ୟା 6:55 ଆରମ୍ଭ ହେବ ଏବଂ ତା ପରଦିନ ସନ୍ଧ୍ୟା 7:22ରେ ସମାପ୍ତ ହେବ। ଏମିତିରେ ବି ଉଦୟ ତିଥିର ଅନୁସାରେ 12 ଫେବୃଆରୀ 2025କୁ ମାଘ ପୂର୍ଣ୍ଣିମା ମନାଯିବ। ଶାସ୍ତ୍ରରେ ବର୍ଣ୍ଣିତ ଅଛି କି ଏହି ଦିନ ଭଗବାନ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିବା ଦ୍ୱାରା ଗଙ୍ଗା ସ୍ନାନ, ଦାନ, ପୁଣ୍ୟ ଏବଂ ତୁଳସୀ ମାତାଙ୍କୁ ଗଛ ସହିତ ଜଡ଼ିତ ଏହି ଗୋଟିଏ ଉପାୟକୁ କରିବା ଦ୍ୱାରା ବ୍ୟକ୍ତିକୁ ବହୁତ ଫଳ ଓ ଲାଭ ପ୍ରାପ୍ତି ହୋଇଥାଏ। ଧନର ପ୍ରାପ୍ତି ପାଇଁ ବି ମାଘ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ଦିନଟି ବିଶେଷ କିଛି ଉପାୟ କରାଯାଏ, ଯାହା ବିଷୟରେ ଆମେ ଆପଣଙ୍କୁ ଏହି ଭିଡ଼ିଓରେ ବତାଇବୁ। 12 ଫେବୃଆରୀ ବୁଧବାର ଦିନ 144 ବର୍ଷ ପରେ ଅତ୍ୟନ୍ତ ଓ ଦୁର୍ଲଭ ଶୁଭ ସଂଯୋଗ ବନିବାକୁ ଯାଉଅଛି। ଆଉ ଏହି 4ଟି ବଡ଼ ଶୁଭ ସଂଯୋଗ ବନିବାକୁ ଯାଉଛି, ଯାହା ସର୍ବାରିଷ୍ଟ ସିଦ୍ଧି ଯୋଗ, ଅମୃତ ସିଦ୍ଧି ଯୋଗ, ଧନଲକ୍ଷ୍ମୀ ଯୋଗ ଏବଂ ନାରାୟଣ ଯୋଗ। ଆଉ ଏହି 4ଟି ଯୋଗ ନିର୍ମାଣ ଯୋଗୁଁ ଏହି ପୂର୍ଣ୍ଣିମାର ଭଗବାନ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କର ଅସୀମ କୃପା ବର୍ଷା ହେଉଛି। ଆଉ ଏହି ଦିନ ଆପଣ ଚୁପଚାପ କାହାକୁ କିଛି ନ ଜଣାଇ ତୁଳସୀ ମାତାଙ୍କ ସହ ଯୋଡ଼ା ଏହି ଉପାୟକୁ କରିଦେବେ ତ ଆପଣଙ୍କ ଜୀବନରେ ଚାଲୁଥିବା ସବୁ ସମସ୍ୟା ସମ୍ପୂର୍ଣ୍ଣ ରୂପରେ ଦୂର ହୋଇଯିବ। ଏହି ଉପାୟକୁ କରିବା କ୍ଷଣି ଆପଣଙ୍କର ଭାଗ୍ୟ ମଜବୁତ ହୋଇଯିବ। ଆପଣଙ୍କର ଭାଗ୍ୟ ଆପଣଙ୍କୁ ସାଥ ଦେବା ଷ୍ଟାର୍ଟ କରିବ। ଆପଣଙ୍କ ଘରର ଉନ୍ନତି ହେବ ଏବଂ ଭଗବାନ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ବନି ରହିବ। ଯଦି ଆପଣ ଚାହାନ୍ତି ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କ କୃପାରୁ ଆପଣଙ୍କ ଜୀବନରେ ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ମିଳିଯାଉ ତ ପୁରା ସଚ୍ଚା ଶ୍ରଦ୍ଧା ଓ ପୁରା ବିଶ୍ୱାସର ସହ ଏହି ଭିଡ଼ିଓକୁ ଗୋଟେ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମାତା ସରସ୍ୱତୀ
ଲେଖି ଦିଅନ୍ତୁ ଆଉ ଏହି ଭିଡ଼ିଓକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଏବଂ ଆମ ଚ୍ୟାନେଲରେ ଯଦି ଆପଣମାନେ ଏ ପର୍ଯ୍ୟନ୍ତ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ମାନ୍ୟତା ଅଛି କି ମାଘ ମାସର ଶୁକ୍ଳପକ୍ଷ ମାଘ ପୂର୍ଣ୍ଣିମା ତିଥିରେ କିଛି ପୂଜା ଆଉ ଲକ୍ଷ୍ମୀ ନାରାୟଣଙ୍କୁ ଆରାଧନା କରିବା ପରେ ଆପଣଙ୍କର ସୁଖ ସମୃଦ୍ଧିର ବାସ ହୋଇଥାଏ। ମାଘ ପୂର୍ଣ୍ଣିମାରେ ବ୍ରତ ରଖିବେ ବ୍ୟକ୍ତିଙ୍କର ପ୍ରତ୍ୟେକ ପାପ କର୍ମରୁ ମୁକ୍ତି ମିଳିଥାଏ। ମାନ୍ୟତା ଅଛି କି ଏହି ଦିନ ପୂଜା ବ୍ରତ ଦାନ ଆଦି କର୍ମ କାର୍ଯ୍ୟ କରିବା ଦ୍ୱାରା ମାତା ଲକ୍ଷ୍ମୀ ନାରାୟଣଙ୍କ ସହିତ ମାତା ସରସ୍ୱତୀଙ୍କର ବି ବିଶେଷ କୃପା ମିଳିଥାଏ। ତେବେ ଆସନ୍ତୁ ଜାଣିବା କ'ଣ ସେହି ଉପାୟ ଆଉ ଏହି ଉପାୟକୁ ଯେଉଁ ବ୍ୟକ୍ତି ଭାଗ୍ୟ ସାଥ ଦେଉନାହିଁ, ଯେଉଁ କାର୍ଯ୍ୟ ଆପଣଙ୍କର ଆରମ୍ଭ କରୁ କରୁ ହିଁ ବିଗିଡ଼ି ଯାଇଥାଏ, ଯଦି ଆପଣମାନଙ୍କ ସହ ଏପରି ହେଉଥାଏ ତ ଏହା ମାନି ନିଅନ୍ତୁ କି ଆପଣଙ୍କ କୁଣ୍ଡଳୀରେ ଥିବା ଗ୍ରହ ନକ୍ଷତ୍ର ଆପଣଙ୍କର ଅନୁକୂଳ ଚାହୁଁନାହିଁ। ଆପଣଙ୍କ କୁଣ୍ଡଳୀରେ କିଛି ଅଭାବ ଯୋଗୁଁ କୌଣସି ଗ୍ରହ ଉପସ୍ଥିତ ଯୋଗୁଁ ଆପଣଙ୍କ ଜୀବନରେ ସମସ୍ୟାର ସାମ୍ନା କରିବାକୁ ପଡ଼ୁଅଛି। ତ ଏହି କାରଣରୁ ମୁକ୍ତି ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ବତାଯାଇଥିବା ଉପାୟକୁ ଏହି ମାଘ ମାସର ପୂର୍ଣ୍ଣିମା ଦିନ କିଛି ଚମତ୍କାର ଉପାୟ ବତାଯାଇଛି। ତ ଆପଣ ଏହି ଉପାୟ ପାଇଁ କ'ଣ କରିବେ ନା ମାଘ ପୂର୍ଣ୍ଣିମାର ଗୋଟିଏ ଦିନ ପୂର୍ବରୁ ତୁଳସୀ ମାତାଙ୍କୁ ବିଧିପୂର୍ବକ ପୂଜା ପରେ ସେହି ତୁଳସୀ ଗଛର ଅଳ୍ପ ଚେର କାଟି ନିଅନ୍ତୁ ଏବଂ ସେହି ଚେରକୁ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ରଖି ପୂଜା କରିବେ। ପୂଜା ପରେ ସେହି ଚେରକୁ ଲାଲ କପଡ଼ାରେ ବାନ୍ଧି ଗୋଟିଏ ତାବିଜଟିଏ ବନାଇ ଦେବେ। ସେହି ତାବିଜକୁ ଗୋଟିଏ ଲାଲ କଲର ସୂତାରେ ଆପଣଙ୍କ ଗଳାରେ ନାହିଁ ତ ଆପଣଙ୍କର ବାହୁରେ ବାନ୍ଧି ଦିଅନ୍ତୁ। ପୁରୁଷ ଯଦି ତାହେଲେ ସେହି ଡେଉଁରିଆକୁ ଡାହାଣ ହାତରେ ଆଉ ଯଦି ମହିଳା ତେବେ ସେହି ଡେଉଁରିଆକୁ ବାମ ହାତରେ ବାନ୍ଧିବେ। ଏହି ତାବିଜ ବାନ୍ଧିବା ଦ୍ୱାରା ସେହି ବ୍ୟକ୍ତିର ସବୁ ଗ୍ରହ ଦୋଷ ଶାନ୍ତ ରହିବ। ଆର୍ଥିକ ସ୍ଥିତି ମଜବୁତ ପାଇଁ ମାଘ ପୂର୍ଣ୍ଣିମା ଦିନଠାରୁ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ମାତା ତୁଳସୀଙ୍କୁ ଦୀପ ନିହାତି ଜଳାନ୍ତୁ। ଏହା ଦ୍ୱାରା ଆପଣଙ୍କୁ ମାତା ତୁଳସୀଙ୍କ ସହ ମାତା ଲକ୍ଷ୍ମୀଙ୍କର ବି ଅଶେଷ କୃପା ପ୍ରାପ୍ତ ହେବ। ଯଦି ଆପଣଙ୍କ ଜୀବନରେ ଟେନସନ୍ ଚାଲୁଅଛି, ଯଦି ଆପଣଙ୍କ ପିଲାଙ୍କ ଭବିଷ୍ୟତକୁ ନେଇ ଆପଣ ସବୁବେଳେ ଚିନ୍ତିତ ରହୁଛନ୍ତି, ତ ମାଘ ପୂର୍ଣ୍ଣିମା ଦିନ ମନର ଶାନ୍ତି ଓ ଟେନସନ୍ରୁ ମୁକ୍ତି ପାଇବା ପାଇଁ ତୁଳସୀ ଚେରରେ ମାଳା ବନାଇ ପାରିବେ, ନାହିଁ ତ ମାର୍କେଟରୁ ମାଳା କିଣିକି ଆଣିବେ। ସେହି ତୁଳସୀ ଚେରର ମାଳାକୁ ଆପଣ ଗଙ୍ଗା ଜଳରେ ଛିଞ୍ଚିବେ, ଆପଣଙ୍କ ଗଳାରେ ଧାରଣ କରିବେ। ତ ନିଶ୍ଚିତ ଭାବରେ ଏହାକୁ ପିନ୍ଧିବା କ୍ଷଣି ଆପଣଙ୍କର ଟେନସନ୍ର କମି ଆସିବ ଏବଂ ଆପଣଙ୍କର ମନ ଶାନ୍ତ ରହିବ। ଯଦି ଆପଣଙ୍କର ପରିବାରରେ ନେଗେଟିଭ୍ ଏନର୍ଜି ଦ୍ୱାରା ଗତି କରୁଛନ୍ତି, ଯଦି ଆପଣଙ୍କ ପରିବାର କୌଣସି ସଦସ୍ୟଙ୍କର ସବୁବେଳେ ଦେହ ଖରାପ ରହୁଥାଏ କିମ୍ବା ଘରର ସଦସ୍ୟଙ୍କର କୌଣସି କାହାର ନା କାହାର ନଜର ଲାଗି ଯାଇଥାଏ, ତ ଆପଣ ମାଘ ପୂର୍ଣ୍ଣିମା ଦିନ ତୁଳସୀ ଗଛର ଚେରକୁ ଆପଣଙ୍କର ପୂଜା ଘରେ କୌଣସି ହଳଦିଆ ରଙ୍ଗର କପଡ଼ାରେ ଗୁଡ଼ାଇ ପୁରା ଦିନ ପୂଜା ଘରେ ରଖିଦିଅନ୍ତୁ। ତାପର ଦିନ ଏହି ଚେରକୁ ଆଣି ଯେଉଁ ବ୍ୟକ୍ତିଙ୍କୁ ନଜର ଲାଗିଥାଏ ତାଙ୍କ ଗଳାରେ ଧାରଣ କରାଇ ଦିଅନ୍ତୁ। ଏବେ ଆସନ୍ତୁ ଜାଣିବା ମାଘ ପୂର୍ଣ୍ଣିମା ଦିନ ଗୋଟିଏ ଅଦ୍ଭୁତ ଉପାୟ। ଯେଉଁ ବ୍ୟକ୍ତି ଏହି ଉପାୟକୁ କରିଦେବେ ତ ଆପଣଙ୍କର ପ୍ରତ୍ୟେକ ସମସ୍ୟା ଶେଷ ହୋଇଯିବ। ଭଗବାନ ବିଷ୍ଣୁ ତଥା ମାତା ଲକ୍ଷ୍ମୀଙ୍କୁ ହାତୀ ବହୁତ ପ୍ରିୟ ହୋଇଥାଏ। ଏଥିପାଇଁ ଆପଣଙ୍କ ଘରେ ସୁନା କିମ୍ବା ଚାନ୍ଦିର ହାତୀ ମାଘ ପୂର୍ଣ୍ଣିମା ଦିନ ଘରକୁ ଆଣି ବହୁତ ଶୁଭ ମନାଯାଏ। ଏହା ଦ୍ୱାରା ଘରେ ଆପଣଙ୍କର ଶାନ୍ତି ରହିଥାଏ ଓ ରାହୁଙ୍କର କୌଣସି ପ୍ରକାରର ଖରାପ ପ୍ରଭାବକୁ ଏହି ହାତୀ ରୋକି ଦେଇଥାଏ। ହଳଦିଆ କଉଡ଼ି ଦେବୀ ଲକ୍ଷ୍ମୀଙ୍କର ପ୍ରତୀକ ମନାଯାଏ। କିଛି ଧଳା କଉଡ଼ିକୁ କେଶର କିମ୍ବା ହଳଦୀରେ ଗୋଳାଇ ବି ଗୋଟିଏ ଲାଲ କପଡ଼ାରେ ବାନ୍ଧି ଆପଣଙ୍କର ଘରର ତ୍ରେଜୋରୀରେ ରଖନ୍ତୁ। ଏହି କଉଡ଼ି ଧନଲକ୍ଷ୍ମୀକୁ ଆକର୍ଷିତ କରିଥାଏ। ଗୋଟିଏ ଚାନ୍ଦିର ସିକ୍କା ନେଇ ଆପଣଙ୍କ ଘରର ତ୍ରେଜୋରୀ କିମ୍ବା ଆପଣଙ୍କର ଘରେ କୌଣସି ସୁରକ୍ଷିତ ଜାଗାରେ ରଖିବାର ଧନ ଓ ସମୃଦ୍ଧି ବଢ଼ିଥାଏ। ମାଘ ମାସର ପୂର୍ଣ୍ଣିମାରେ ପୂଜାରେ ଏହି ପଇସାରେ ବି ପୂଜା କରାଯାଏ। କଂସା ଓ ତମ୍ଭା କଳସରେ ଜଳ ଭରିକି ସେହି କଳସରେ ଆମ୍ବ ପତ୍ର ପକାଇ ସେହି କଳସରେ ନଡ଼ିଆ ରଖି କଳସରେ ଲାଲ ସିନ୍ଦୁରରେ ସ୍ୱସ୍ତିକ ଚିତ୍ରଟିଏ ବନାଇବେ। ସେହି କଳସ ଉପରେ ମୌଲି ଧାଗାଟିଏ ବାନ୍ଧି କଳସ ପାଖରେ ସାତମୁଖୀ ଦୀପଟିଏ ଜଳାନ୍ତୁ। ଏହା ଦ୍ୱାରା ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ବ୍ୟକ୍ତିର ଉପରେ ରହିଥାଏ। ମାତା ଲକ୍ଷ୍ମୀଙ୍କର ମୂର୍ତ୍ତି ସାମ୍ନାରେ 9 ବତୀବାଲା ଘିଅର ଦୀପ ଜଳାଇବା ଦ୍ୱାରା ଜଲ୍ଦିରୁ ଜଲ୍ଦି ଧନ ଲାଭ ମିଳିଥାଏ ଏବଂ ଆର୍ଥିକ ମାମଲାରେ ଉନ୍ନତି ହେବାରେ ମାତା ଲକ୍ଷ୍ମୀ ପୂଜାସ୍ଥଳୀ ପାଖରେ ରଙ୍ଗୋଲି ଅବଶ୍ୟ ବନାନ୍ତୁ। ମାଘ ପୂର୍ଣ୍ଣିମା ଦିନ ରାତିରେ ଘରର ଆଖପାଖରେ ଦୀପ ନିହାତି ଜଳାନ୍ତୁ। କୁହାଯାଏ କି ମାଘ ପୂର୍ଣ୍ଣିମା ଦିନ ରାତିରେ ଗାଈର ଘିଅରେ ଦୀପ ନିହାତି ଜଳାଇବା ଉଚିତ। ଏହା ଦ୍ୱାରା ତୁରନ୍ତ କଷ୍ଟରୁ ମୁକ୍ତି ମିଳିଥାଏ ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ମାଘ ପୂର୍ଣ୍ଣିମା ରାତିରେ ଆପଣଙ୍କର ପୂଜା ଘରେ ଗୋଟିଏ ଦୀପ ଲଗାଇବେ।
लक्ष्मी पूजा पाई माता लक्ष्मी सामने गोटे दीप जलाई देबे। आपणक चौरा पाखरे गोटे दीप जलाइबे। आपणकर मुख्य द्वार बाहर गोटे दीप जलाई देबे। ओस्त गछ तले गोटे दीप जलाई देबे। आपणक घरर आखपाखरे कौनसी मंदिर रे दीप जलाइबे। आपणकर बाथरूम रो दुआर मुहरे गोटे दीपटी निहाती जलाइबे एवं आपणकर गोटे छात उपरे दीपटी जलाई देबे। माघ पूर्णिमा दिन आपणकर कुल देवता बा पितृ पुरुषों पाई निहाती दीपटी जलाइबे। जदि जो व्यक्ति 11टी शुक्रवार माता लक्ष्मी मंदिर जाई माता लक्ष्मी को लाल फूल अर्पण करी भोग आकार रे मखाना डालिंब धला और हलदिया रंगर मिठा भोग बनाती तो तांको घरे सबुबले सुख शांति मिली थाए। कौनसी प्रकार धनर कमी रही न थाए। माघ पूर्णिमा दिन माता सरस्वती को महू चढ़ातु। ଏହା ଦ୍ୱାରା ଆପଣଙ୍କ ଜୀବନରେ ବୁଦ୍ଧି ସୁଖ ଓ ମଧୁରତା ଆସିଥାଏ। ଶାସ୍ତ୍ର ଅନୁସାରେ ସରସ୍ୱତୀ ଦେବୀଙ୍କର ମହିମା କୌଣସି ମୂର୍ଖ ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ ତ ସେହି ମୂର୍ଖ ବ୍ୟକ୍ତି ବି ମହାନ ବନିଯାଏ। ବ୍ୟକ୍ତିର ସବୁ କାର୍ଯ୍ୟରେ ସଫଳତା ପାଇଥାଏ। ମୟୂରପୁଙ୍ଖକୁ ଧର୍ମଶାସ୍ତ୍ରରେ ବହୁତ ପବିତ୍ର ମନାଯାଏ। ବିଷ୍ଣୁ ଭଗବାନଙ୍କର ପ୍ରିୟ ମୟୂରପୁଙ୍ଖ ଯେତିକି ଦେଖିବାକୁ ସୁନ୍ଦର ହୋଇଥାଏ ତାଠାରୁ ଅଧିକ ମୟୂରପୁଙ୍ଖ ଅଧିକ ଶକ୍ତିଶାଳୀ ହୋଇଥାଏ। ମୟୂରପୁଙ୍ଖରେ ସବୁ ଦେବୀ ଦେବତା ଏବଂ ନବଗ୍ରହର ବାସ ହୋଇଥାଏ। ପୂର୍ଣ୍ଣିମା ଦିନ ଏହି ଉପାୟ ଦ୍ୱାରା ବ୍ୟକ୍ତିର ଜନ୍ମ ଜନ୍ମାନ୍ତର ଦୁଃଖ ଦୂର ହୋଇଥାଏ। ଆପଣଙ୍କର ମନସ୍କାମନା ପୂରଣ ପାଇଁ ଗୋଟିଏ ପାନପତ୍ର ନିଅନ୍ତୁ। ସେହି ପାନପତ୍ରର ନାଶେ କାଢି ଦିଅନ୍ତୁ। ସେହି ପାନରେ 2ଟି ଅଳେଇଚ 2ଟି ଲବଙ୍ଗ ଓ ଗୋଟିଏ ଗୁଆ ରଖି ଗୋଟିଏ ପାନ ଖିଲି ଭାଙ୍ଗି ଦିଅନ୍ତୁ। ଆଉ ସେହି ପାନକୁ ଭଗବାନଙ୍କ ପାଖରେ ରଖି ଓମ୍ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ 11ରୁ 12 ଥର ଜପ କରନ୍ତୁ। ଏହାପରେ ଆପଣଙ୍କର ମନସ୍କାମନା ପ୍ରାର୍ଥନା କରନ୍ତୁ। ଯେପରି ଆପଣ ଧନର ପ୍ରାପ୍ତି ପାଇଁ ପୂଜା କରିଥାନ୍ତି ତ ଭଗବାନଙ୍କୁ ହିଁ ପ୍ରାର୍ଥନା କରନ୍ତୁ। ଏହାପରେ ସେହି ପାନଟିକୁ ଅର୍ପଣ କରିଦିଅନ୍ତୁ। ତାପରେ ଭଗବାନଙ୍କ ସମ୍ମୁଖରେ ବସି ଏକାଦଶୀର କଥା ପାଠ କରିବେ କିମ୍ବା ଏକାଦଶୀର କଥା ଶୁଣିବେ। ଏହାପରେ ଆପଣ ଭଗବାନ ବିଷ୍ଣୁଙ୍କୁ ଆଳତି କରନ୍ତୁ। ଆଳତି ପରେ ଆପଣ ଭଗବାନଙ୍କୁ ଫଳ ଭୋଗ ଲଗାନ୍ତୁ। ସେହି ଭୋଗକୁ ଆପଣ ଘରର ସମସ୍ତ ସଦସ୍ୟ ବାଣ୍ଟିକି ଖାଆନ୍ତୁ। ତ ଆଶା କରୁଛି ଭିଡ଼ିଓଟି ନିହାତି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟି ଗୋଟେ ଲାଇକ୍ କରି ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଏ ପର୍ଯ୍ୟନ୍ତ ଆପଣମାନେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ଶ୍ରୀ ଲକ୍ଷ୍ମୀ ନାରାୟଣ ଜୟ ମାତା ସରସ୍ୱତୀ ଅବଶ୍ୟ ଲେଖନ୍ତୁ।